ସର୍ବପ୍ରଥମେ ନୂତନ ଭାବେ କମିଶନ ଏନ୍ଏସିକୁ ମ୍ୟୁନିସିପାଲିଟିରେ ସରକାର ପଦକ୍ଷେପ ନେଇଛନ୍ତି। ସେଥିପାଇଁ ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ। କାହିଁକିନା ଗୋଟେ ବିପର୍ଯ୍ୟୟ ପରିସ୍ଥିତିରେ ସରକାରକୁ ଆଣିବା ଏବଂ ଆମକୁ ସେବକ ଭାବରେ ଏନ୍ଏସିର ଯେଉଁ ଦାୟିତ୍ୱ ଦେଇଛନ୍ତି, ନିଶ୍ଚିତ ଭାବେ ଆଗାମୀ ଦିନରେ ଯାହା ଲୋକଙ୍କର ଆଶା ଅଛି ପୂରଣ ହେବ। ଯେ ବିକାଶ କଥା ନିଶ୍ଚିତ ଲୋକ ଭରସା କରିକି ପରିବର୍ତ୍ତନ କରିଛନ୍ତି, ଆଉ ଲୋକଙ୍କର ଭରସାକୁ ନିଶ୍ଚିତ ଆମେ କାର୍ଯ୍ୟକାରୀ କରାଇବୁ। ଆସନ୍ତା 2 ମାସ ଭିତରେ କମିଶନର ମ୍ୟୁନିସିପାଲିଟିରେ ଯାହା ଯାହା ସବୁ ରୋଡ଼ ଅଛି, ମାନେ ସାହି ଗଳିର ରାସ୍ତା, ସବୁ ରାସ୍ତାକୁ ଆମେ ଫେଭର ରୋଡ଼ କରିବୁ ଏବଂ 2 ମାସ ଭିତରେ କାମ କମ୍ପ୍ଲିଟ୍ କରିବା ପାଇଁ ଆମେ ଧାର୍ଯ୍ୟ କରିଛୁ। ତା ସହିତ ଏତେ ବଡ଼ ସହର, ଏଠି ଗୋଟେ ଟାଉନ୍ ହଲ୍ର ଆବଶ୍ୟକତା ଥିଲା, ତାହା ମଧ୍ୟ ଆସିଯାଇଛି ଏବଂ ମୁଖ୍ୟମନ୍ତ୍ରୀଙ୍କର ସାରା ଓଡ଼ିଶା ଉପରେ ଫୋକସ୍ ଯେ ସହରକୁ କେମିତି ସୁନ୍ଦରୀକରଣ କରିବା, ଲୋକଙ୍କୁ କେମିତି ବ୍ୟବସ୍ଥା କରିବା, ତା ପାଇଁ ମଧ୍ୟ ନିଶ୍ଚିତ ହେଇଛି। ବିଭିନ୍ନ ପ୍ରକାର ପ୍ରୋଜେକ୍ଟ ଆସିଛି, ଆପଣ ଦେଖିବେ ସେ ବି ମାସେ 1.5 ମାସ ଭିତରେ ସହରରେ ଦେଖାଯିବ ଏବଂ ବିଭିନ୍ନ ପ୍ରକାର ଯେଉଁ ବ୍ୟୁଟିଫିକେସନ୍ କଥା ଉଠୁଛି ତାକୁ ମଧ୍ୟ କରିବୁ। ଏବଂ ବିଗତ ଦିନରେ ଆପଣମାନେ ଦେଖିଥିବେ ବିଭିନ୍ନ ପ୍ରକାର ପାର୍କ ରହିଥିଲା, ଯେଉଁଟାକି ଜରାଜୀର୍ଣ୍ଣ ଅବସ୍ଥାରେ ଅଛି, ତାକୁ ମଧ୍ୟ ଏ 2-3 ମାସ ଭିତରେ ପୁନରୁଦ୍ଧାର କରାଯିବ।